ଚାଲନ୍ତୁ ଆଜି କଥା ହେବା ପ୍ରକୃତିର ଗୋଟିଏ ସବୁଠୁ ଶକ୍ତିଶାଳୀ ଆଉ ବିନାଶକାରୀ ରୂପ ବିଷୟରେ ସାଇକ୍ଲୋନ୍ ବା ଯାହାକୁ ଆମେ ବାତ୍ୟା ବୋଲି କହୁଁ। ଆସନ୍ତୁ ଜାଣିବା ଏଇଟା କେମିତି ତିଆରି ହୁଏ ଆଉ ଏହାର ଶକ୍ତି ପ୍ରକୃତରେ କେତେ। ଆପଣ ଜାଣିଛନ୍ତି କି ଏ ସାଇକ୍ଲୋନ୍ ଶବ୍ଦଟା ଆସିଲା କେଉଁଠୁ? ଏହାର କାହାଣୀ ବଡ଼ ମଜାଦାର। ଏଇଟା ଆସିଛି ଗୋଟେ ଗ୍ରୀକ୍ ଶବ୍ଦ ସାଇକ୍ଲୋଜ୍ରୁ, ଯାହାର ମାନେ ହେଉଛି ସାପର କୁଣ୍ଡଳୀ। ଆଉ ଏ ନାଁ ଦେଇଥିଲେ ହେନରୀ ପେଡିଂଟନ୍। କାହିଁକି? କାରଣ ବଙ୍ଗୋପସାଗରରେ ଉଠୁଥିବା ବାତ୍ୟାକୁ ଦେଖି ତାଙ୍କ ଲାଗୁଥିଲା ସତେ ଯେମିତି ଗୋଟେ ବିଶାଳ ସାପ କୁଣ୍ଡଳୀ ମାରିକି ବସିଛି। ତେବେ ଚାଲନ୍ତୁ ସମୁଦ୍ରର ଏହି କୁଣ୍ଡଳୀ ମାରି ବସିଥିବା ସାପର ଆହୁରି ପାଖକୁ ଯିବା। ଆସନ୍ତୁ ଭଲ ଭାବରେ ବୁଝିବା ପ୍ରକୃତିର ଏହି ଶକ୍ତିଶାଳୀ ଘୂର୍ଣ୍ଣାୟମାନ ବଳ ପ୍ରକୃତରେ କ'ଣ। ଯଦି ଆମେ ଏକଦମ ସରଳ ଭାଷାରେ କହିବା ତାହେଲେ ସାଇକ୍ଲୋନ୍ ହେଉଛି ଗୋଟେ ବିଶାଳ ଘୁରୁଥିବା ପାଣିପାଗ ସିଷ୍ଟମ। ଏହାର ଠିକ୍ ମଝିରେ ଥାଏ ଲୋ ପ୍ରେସର ମାନେ ନିମ୍ନଚାପ। ଆଉ ଏଇଥିପାଇଁ ଚାରିପଟୁ ପବନ ବହୁତ ଜୋରେ ତା ଭିତରକୁ ଟାଣି ହୋଇଆସେ। କିନ୍ତୁ ଗୋଟେ ମଜାଦାର କଥା କ'ଣ ଜାଣନ୍ତି? ଏହାର ଘୂରିବାର ଦିଗ ପୃଥିବୀର ଗୋଲାର୍ଦ୍ଧ ଉପରେ ନିର୍ଭର କରେ। ଯେମିତିକି ଉତ୍ତର ଗୋଲାର୍ଦ୍ଧରେ ଏହା ଆଣ୍ଟି କ୍ଲକୱାଇଜ୍ ମାନେ ଘଣ୍ଟା ଘଣ୍ଟାର ଓଲଟା ଦିଗରେ ଘୋରେ, ଆଉ ଦକ୍ଷିଣ ଗୋଲାର୍ଦ୍ଧରେ କ୍ଲକୱାଇଜ୍ ବା ଘଣ୍ଟା କଣ୍ଟା ଦିଗରେ ଘୂରିଥାଏ। ହାଉ ତେବେ ଏତେ ବଡ଼ ଝଡ଼ଟେ ଜନ୍ମ ନିଏ କେମିତି? ଆସନ୍ତୁ ଏହାକୁ ଗୋଟେ ରେସିପି ଭାବରେ ଦେଖିବା। ଯେମିତି କିଛି ବନେଇବାକୁ ହେଲେ କିଛି ଜିନିଷ ଦରକାର ପଡ଼େ, ଠିକ୍ ସେମିତି ଗୋଟେ ଟ୍ରପିକାଲ ସାଇକ୍ଲୋନ୍ ପାଇଁ ବି କିଛି ଖାସ୍ ଉପାଦାନ ଦରକାର। ତେବେ ଏ ରେସିପିର ସବୁଠୁ ମୁଖ୍ୟ ଉପାଦାନ ହେଲା ଗରମ ସମୁଦ୍ର ପାଣି। ସମୁଦ୍ର ପାଣିର ତାପମାତ୍ରା କମ୍ରେ 26.5 ଡିଗ୍ରୀ ସେଲସିୟସରୁ ଅଧିକ ହେବା ନିହାତି ଜରୁରୀ। କାହିଁକିନା ଏଇ ଗରମ ପାଣି ହିଁ ବାତ୍ୟା ପାଇଁ ଇନ୍ଧନ ବା ଫ୍ୟୁଏଲ୍ର କାମ କରେ। ଏଇଠୁ ହିଁ ତାକୁ ମିଳେ ଆବଶ୍ୟକ ତାପ ଆଉ ଆର୍ଦ୍ରତା, ଯାହା ତାକୁ ଜନ୍ମ ଦେବା ସହ ଆହୁରି ଶକ୍ତିଶାଳୀ କରେ। କିନ୍ତୁ ଖାଲି ଗରମ ପାଣିରେ କ'ଣ କାମ ଚଳିବ? ନା, ଆହୁରି ବି କିଛି ଜିନିଷ ଦରକାର, ଯେମିତିକି କୋରିଓଲିସ୍ ଫୋର୍ସ। ଏଇଟା ପୃଥିବୀର ଘୂର୍ଣ୍ଣନ ଯୋଗୁଁ ସୃଷ୍ଟି ହୁଏ ଆଉ ଝଡ଼କୁ ଘୂରିବାରେ ସାହାଯ୍ୟ କରେ। ତାପରେ ଦରକାର ପବନର ଗତିରେ ସ୍ଥିରତା, ଯାହା ଝଡ଼ର ଗଠନକୁ ଭାଙ୍ଗିବାକୁ ଦିଏନି। ଆଉ ହଁ, ଆଗରୁ ସେଠି ଗୋଟେ ଛୋଟ ଦୁର୍ବଳ ଲୋ ପ୍ରେସର ଏରିଆ ଥିବା ବି ଦରକାର। ଯେତେବେଳେ ଏସବୁ ଜିନିଷ ଠିକ୍ ମାତ୍ରାରେ ମିଶେ, ସେତେବେଳେ ଯାଇ ଗୋଟେ ବାତ୍ୟା ପାଇଁ ସଠିକ୍ ମାହୋଲ ତିଆରି ହୁଏ। ଆଚ୍ଛା, ତେବେ ଯେତେବେଳେ ଏହି ସବୁ ଉପାଦାନ ଠିକ୍ ଜାଗାରେ ଏକାଠି ହୋଇଯାଏ, ସେତେବେଳେ ଆରମ୍ଭ ହୁଏ ବାତ୍ୟାର ଜୀବନ। ଏହାର ବି ଗୋଟେ ଲାଇଫ୍ ସାଇକେଲ ଅଛି। ମୁଖ୍ୟତଃ 3ଟା ଷ୍ଟେଜ୍ରେ। ପ୍ରଥମେ ଫର୍ମେସନ୍ ବା ସୃଷ୍ଟି, ତାପରେ ଇଣ୍ଟେନ୍ସିଫିକେସନ୍ ମାନେ ଏହା ଧୀରେ ଧୀରେ ଶକ୍ତିଶାଳୀ ହୁଏ ଆଉ ତା ଭିତରେ ଗୋଟେ ଶାନ୍ତ ଆଖି ବା ଆଇ ତିଆରି ହୁଏ। ଆଉ ଶେଷରେ ଆସେ କ୍ଷୟ ବା ଡିକେ। ଯେତେବେଳେ ଏଟା ସ୍ଥଳଭାଗକୁ ଛୁଏଁ କିମ୍ବା ଥଣ୍ଡା ପାଣି ଉପରକୁ ଚାଲିଯାଏ, ତାକୁ ଆଉ ଫୁଏଲ୍ ମିଳେନି ଆଉ ଏହା ଦୁର୍ବଳ ହୋଇ ଶେଷ ହୋଇଯାଏ। ଆଚ୍ଛା, ଆମେ ଯେଉଁ ବାତ୍ୟା କଥା କହୁଛେ ସେଗୁଡ଼ିକୁ ମୁଖ୍ୟତଃ 2ଟି ଅଲଗା ଅଲଗା ପରିବାରରେ ବାଣ୍ଟି ପାରିବା। ଚାଲନ୍ତୁ ଏବେ ସେଇ 2ଟି ପରିବାରର କାହାଣୀ ଜାଣିବା ଆଉ ଦେଖିବା ସେମାନଙ୍କ ଭିତରେ ଫରକ କ'ଣ। ଦେଖନ୍ତୁ, ଏ 2 ପ୍ରକାର ସାଇକ୍ଲୋନ୍ ଭିତରେ ସବୁଠୁ ବଡ଼ ଫରକ ହେଲା ସେମାନଙ୍କର ଫ୍ୟୁଏଲ୍ ସୋର୍ସ ବା ଶକ୍ତିର ଉତ୍ସ। ଟ୍ରପିକାଲ ସାଇକ୍ଲୋନ୍ ଯାହା ବିଷୟରେ ଆମେ ଏତେ ସମୟ କଥା ହେଉଥିଲେ, ତାର ଇଞ୍ଜିନ୍ ଚାଲେ ଗରମ ସମୁଦ୍ର ପାଣିରୁ ମିଳୁଥିବା ତାପରେ। କିନ୍ତୁ ଏକ୍ସଟ୍ରା ଟ୍ରପିକାଲ ସାଇକ୍ଲୋନ୍ର କାହାଣୀ ପୁରା ଅଲଗା। ଏହା ଶକ୍ତି ପାଏ ଯେତେବେଳେ 2ଟି ଅଲଗା ତାପମାତ୍ରାର ବାୟୁରାଶି ମାନେ ଗୋଟେ ଥଣ୍ଡା ଆଉ ଗୋଟେ ଗରମ ପରସ୍ପର ସହ ଧକ୍କା ହୁଅନ୍ତି। ଏହି ଏକ୍ସଟ୍ରା ଟ୍ରପିକାଲ ସାଇକ୍ଲୋନ୍ଗୁଡ଼ିକର ଆହୁରି କେତେଟା ନାଁ ବି ଅଛି। କିଏ ଏହାକୁ ଟେମ୍ପରେଟ୍ ସାଇକ୍ଲୋନ୍ କୁହେ, ତ ଆଉ କିଏ ଫ୍ରଣ୍ଟାଲ କିମ୍ବା ୱେଭ୍ ସାଇକ୍ଲୋନ୍। ଆଉ ଏଗୁଡ଼ିକ କେମିତି ତିଆରି ହୁଏ ତାକୁ ବୁଝିବା ପାଇଁ ବୈଜ୍ଞାନିକମାନେ ପୋଲାର ଫ୍ରଣ୍ଟ ଥିଓରି ବ୍ୟବହାର କରନ୍ତି। ଏବେ ଆସନ୍ତୁ ଆଉ ଗୋଟେ ମଜାଦାର କଥା ଜାଣିବା। ଜିନିଷ ଗୋଟିଏ, କିନ୍ତୁ ଦୁନିଆର ଅଲଗା ଅଲଗା ଜାଗାରେ ତାର ନାଁ ବି ଅଲଗା। ଯେମିତି ଆଟଲାଣ୍ଟିକ୍ ମହାସାଗର ଆଉ କାରିବିଆନ୍ ସାଗରରେ ଏହାକୁ କୁହନ୍ତି ହରିକେନ୍ସ। ସେଇ ସମାନ ଝଡ଼କୁ ପ୍ରଶାନ୍ତ ମହାସାଗର ଆଡ଼କୁ ଟାଇଫୁନ୍ ବୋଲି କୁହାଯାଏ। ଆମ ହିନ୍ଦ ମହାସାଗର ଅଞ୍ଚଳରେ ଆମେ ଏହାକୁ ଟ୍ରପିକାଲ ସାଇକ୍ଲୋନ୍ ବୋଲି ଜାଣୁ। ଆଉ ଉତ୍ତର ପଶ୍ଚିମ ଅଷ୍ଟ୍ରେଲିଆରେ ଲୋକେ ଏହାକୁ ହୁଇଲି ହୁଇଲିଜ୍ ବୋଲି ଡାକନ୍ତି। ମଜାଦାର ନା? ଏତେ ସମୟ ତ ଆମେ ବାତ୍ୟାର ଜନ୍ମ ଆଉ ପ୍ରକାରଭେଦ ବିଷୟରେ ଜାଣିଲେ, କିନ୍ତୁ ଏବେ ଆସନ୍ତୁ ଏହାର ସବୁଠୁ ଭୟଙ୍କର ଦିଗକୁ ଦେଖିବା। ଗୋଟେ ବାତ୍ୟା ଯେତେବେଳେ ଆସେ, ସେ ତା ସାଙ୍ଗରେ ମୁଖ୍ୟତଃ 3 ପ୍ରକାରର ବିପଦ ନେଇକି ଆସେ। ଏହାକୁ ଆମେ କହିପାରିବା ଟ୍ରିପଲ୍ ଥ୍ରେଟ୍ ବା 3ମୁଖୀ ବିପଦ। ସବୁଠୁ ପ୍ରଥମ ଆଉ ସିଧାସଳଖ ବିପଦ ହେଲା ପ୍ରବଳ ପବନ। ଆପଣ କଳ୍ପନା ବି କରିପାରିବେନି ଏ ପବନର ବେଗ କେତେ ହୋଇପାରେ। ଏହାର ଶକ୍ତି ଏତେ ଯେ ବଡ଼ ବଡ଼ ବିଲ୍ଡିଂ, କମ୍ୟୁନିକେସନ୍ ଟାୱାର ଆଉ ହଜାର ହଜାର ଗଛକୁ ବି ଏହା ମୂଳରୁ ଉପାଡ଼ି ଫିଙ୍ଗିଦେବାର କ୍ଷମତା ରଖେ। ଦ୍ୱିତୀୟ ବିପଦ ହେଉଛି ପ୍ରବଳ ଅବିଶ୍ରାନ୍ତ ବର୍ଷା।
ଘଣ୍ଟା ଘଣ୍ଟା ଏପରିକି ଦିନ ଦିନ ଧରି ଲଗାତାର ବର୍ଷା ହୁଏ। ଏହାର ପରିଣାମ କ'ଣ ହୁଏ? ଭିତର ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ତିଆରି ହୁଏ, ଆଉ ଏହା ବହୁତ ବଡ଼ ସ୍ତରରେ ମାଟି ଧୋଇ ହେବାର କାରଣ ବି ସାଜେ। ଆଉ ଶେଷରେ ଆସେ ତୃତୀୟ ଏବଂ ବୋଧହୁଏ ସବୁଠୁ ଭୟଙ୍କର ବିପଦ, ଷ୍ଟର୍ମ ସର୍ଜ। ଏଇଟା କ'ଣ? ଏଥିରେ ସମୁଦ୍ରର ଜଳସ୍ତର ହଠାତ୍ ଅସ୍ୱାଭାବିକ ଭାବେ ବଢ଼ିଯାଏ। ଭାବନ୍ତୁ, ସମୁଦ୍ର ଗୋଟେ ବିରାଟ ପାଣିର କାନ୍ତ ଭଳି ଉପକୂଳ ଆଡ଼କୁ ମାଡ଼ି ଆସୁଛି, ଆଉ ତଳିଆ ଅଞ୍ଚଳଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବୁଡ଼ାଇ ଦେଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ବାତ୍ୟାରେ ସବୁଠୁ ବେଶି ଧନଜୀବନ ହାନିର କାରଣ ପବନ କି ବର୍ଷା ନୁହେଁ, ବରଂ ଏହି ଷ୍ଟର୍ମ ସର୍ଜ ହିଁ ହୋଇଥାଏ। ଏତେ ସବୁ ବିପଦ କଥା ଶୁଣିଲା ପରେ ମନରେ ପ୍ରଶ୍ନ ଆସୁଥିବ, ତେବେ କ'ଣ ଏହି ଭୟଙ୍କର ଝଡ଼ ଆଗରେ ମଣିଷ ପୁରା ଅସହାୟ? ନା, ସେମିତି ନୁହେଁ। ଏହାର ମୁକାବିଲା ପାଇଁ ଅନେକ ଉପାୟ ଅଛି। ତେବେ ଚାଲନ୍ତୁ ଏହାର ମିଟିଗେସନ୍ ଆଉ ମ୍ୟାନେଜମେଣ୍ଟ, ମାନେ ପ୍ରଶମନ ଆଉ ପରିଚାଳନା ପାଇଁ କ'ଣ ସବୁ କରାଯାଏ ସେ ବିଷୟରେ ଜାଣିବା। ମୁଖ୍ୟତଃ ଦୁଇ ପ୍ରକାରର ପଦକ୍ଷେପ ନିଆଯାଏ। ଗୋଟିଏ ହେଲା ଷ୍ଟ୍ରକ୍ଚରାଲ ବା ସାଂରଚନିକ। ଏଥିରେ ଆସୁଛି ବାତ୍ୟା ଆଶ୍ରୟସ୍ଥଳୀ ତିଆରି କରିବା, ବାତ୍ୟାକୁ ସହିପାରିବା ଭଳି ମଜବୁତ ଘର ତିଆରି କରିବା, ସଡ଼କ ସଂଯୋଗ, ଲୁଣାବନ୍ଧ ଇତ୍ୟାଦି। ଆଉ ଦ୍ୱିତୀୟଟି ହେଲା ନନ୍ ଷ୍ଟ୍ରକ୍ଚରାଲ ବା ଅଣସାଂରଚନିକ। ଏଥିରେ ଆସେ ସମୟ ପୂର୍ବରୁ ସଠିକ୍ ସତର୍କ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବା, ଉପକୂଳ ଅଞ୍ଚଳର ଠିକ୍ରେ ପରିଚାଳନା କରିବା, ଆଉ ଲୋକଙ୍କୁ ଏ ବିଷୟରେ ସଚେତନ କରିବା ଏବଂ ତାଲିମ ଦେବା। ଆମ ଦେଶ ଭାରତରେ ଏହାର ଗୋଟେ ବହୁତ ବଡ଼ ଉଦାହରଣ ହେଉଛି ନ୍ୟାସନାଲ ସାଇକ୍ଲୋନ୍ ରିସ୍କ ମିଟିଗେସନ୍ ପ୍ରୋଜେକ୍ଟ ବା NCRMP। ଏହି ପ୍ରକଳ୍ପର ମୁଖ୍ୟ କାମ ହେଲା ଆମ ଦେଶର ଯେଉଁ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ବାତ୍ୟା ଦ୍ୱାରା ବେଶି ପ୍ରଭାବିତ ହୁଅନ୍ତି ସେମାନଙ୍କୁ ଆଗୁଆ ପ୍ରସ୍ତୁତ କରାଇବା ଆଉ ବାତ୍ୟାର ସଫଳ ମୁକାବିଲା ପାଇଁ ସବୁ ପ୍ରକାର ସାହାଯ୍ୟ ଯୋଗାଇଦେବା। ଶେଷରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସହିତ ଏ ଆଲୋଚନାକୁ ଶେଷ କରିବା। ଆମେ ସମସ୍ତେ ଜାଣୁ ଯେ କ୍ଲାଇମେଟ୍ ଚେଞ୍ଜ ବା ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରର ତାପମାତ୍ରା ଲଗାତାର ବଢ଼ି ଚାଲିଛି। ଆଉ ଆମେ ଆଜି ଜାଣିଲେ ଯେ ଗରମ ସମୁଦ୍ର ହିଁ ବାତ୍ୟାର ଇନ୍ଧନ। ତେବେ ଭାବିବାର କଥା, ଆଗାମୀ ଦିନରେ ଏହି ମହାବାତ୍ୟାଗୁଡ଼ିକର କାହାଣୀ କେଉଁ ମୋଡ଼ ନେବ? ଏମାନେ କ'ଣ ଆହୁରି ଶକ୍ତିଶାଳୀ ହେବେ? ଏହା ଏକ ବଡ଼ ଚିନ୍ତାର ବିଷୟ, ଯାହା ଉପରେ ଆମ ସମସ୍ତଙ୍କୁ ମିଶିକରି ବିଚାର କରିବାକୁ ପଡ଼ିବ।